ଏହି ଭିଡିଓରେ ଆମେ ଗ୍ରୀଷ୍ମ ଋତୁ ରଚନା ବିଷୟରେ ଆଲୋଚନା କରିବୁ। ପ୍ରଥମେ ଲେଖିବୁ ଉପକ୍ରମ। ଆମେ ବର୍ଷକରେ 6ଟି ଋତୁ ଅନୁଭବ କରୁ। ଋତୁ ଅନୁସାରେ ଆମର କାର୍ଯ୍ୟକ୍ରମ ବଦଳେ। ବସନ୍ତ ଋତୁ ପୃଥିବୀରୁ ବିଦାୟ ନେବା ସଙ୍ଗେ ସଙ୍ଗେ ଗ୍ରୀଷ୍ମ ଋତୁ ପହଞ୍ଚିଥାଏ। ଗ୍ରୀଷ୍ମ ଋତୁ ଏକ କଷ୍ଟଦାୟକ ଋତୁ ଅଟେ। ନଦୀ, ନାଳ, ପୋଖରୀ, ଜଳାଶୟ ଇତ୍ୟାଦି ଏହି ଋତୁରେ ଶୁଖିଯାଏ। ଚାରିଆଡ଼େ ସୂକ୍ଷ୍ମ ଟାଙ୍ଗରା ଦେଖାଯାଏ। ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ଖରାବେଳେ କେହି ପଦାକୁ ବାହାରି ପାରନ୍ତି ନାହିଁ। ଝାଞ୍ଜି ପବନ ବହେ, ଦେହରୁ ଗରମ ଗମ ଗମ ଝାଳ ବହେ। ମନୁଷ୍ୟ, ପଶୁପକ୍ଷୀ ଗ୍ରୀଷ୍ମ କଷ୍ଟରେ ଅଥୟ ହୋଇ ପଡ଼ନ୍ତି। ଗ୍ରୀଷ୍ମ ଋତୁର ଅଂଶୁଘାତରେ ଲୋକ ମରିଯାଆନ୍ତି। ସ୍କୁଲ, କଲେଜ, କଚେରୀ, ଅଫିସ ସବୁ ସକାଲୁଆ ହୁଏ। ଗାଈ, ଗୋରୁ, ଛେଳି, ମେଣ୍ଢା ଇତ୍ୟାଦି ପଶୁମାନେ ଛାଇ ତଳେ ଆଶ୍ରୟ ନେବାକୁ ଇଚ୍ଛା କରନ୍ତି। ଏହା ହେଲା ବର୍ଣ୍ଣନା। ତାପରେ ଗ୍ରୀଷ୍ମ ଋତୁ, ଏଇଟା ମେନ୍ ପଏଣ୍ଟ। ଗ୍ରୀଷ୍ମ ଋତୁରେ ଦିନ ବଡ଼ ଓ ରାତି ସାନ ହୁଏ। ତାର ଉପକାର, ଗ୍ରୀଷ୍ମ ଋତୁରେ ପ୍ରବଳ ଖରା ହେବା ଯୋଗୁଁ ଜଳ କଷ୍ଟ ଦେଖାଯାଏ। ଜଳ ନ ପାଇ ଇତର ପ୍ରାଣୀମାନେ ମରିଯାଆନ୍ତି। ଏହି ଋତୁରେ ପନିପରିବା ଦର ବୃଦ୍ଧି ପାଏ। ସଂକ୍ରାମକ ରୋଗ ବ୍ୟାପେ। ଦିନ ବେଳେ ଲୋକ କାମ କରିପାରନ୍ତି ନାହିଁ। ଗ୍ରୀଷ୍ମ ଋତୁରେ ଘର ପୋଡ଼ି ହୁଏ। ଜଙ୍ଗଲରେ ନିଆଁ ଲାଗିଯାଏ। ପାଣି ବିନା ପୃଥିବୀ ହାହାକାର କରେ। ଉପକାର କେନ୍ଟା ଅଛି? ଗ୍ରୀଷ୍ମ ଋତୁ ବର୍ଷାକୁ ସ୍ୱାଗତ କରେ। ପ୍ରଚଣ୍ଡ ଖରାରେ ପୃଥିବୀରେ ଥିବା ନଦୀ, ପୋଖରୀ, ଜଳାଶୟ ମାନଙ୍କରୁ ଜଳ ବାଷ୍ପ ଆକାରରେ ଆକାଶକୁ ଉଠିଯାଇ ତାହା ମେଘ ରୂପେ ଧାରଣ କରେ। କ୍ରମେ ମେଘ ଥଣ୍ଡା ହୋଇ ଘନୀଭୂତ ହେଲେ ବର୍ଷା ଆକାରରେ ପୃଥିବୀ ପୃଷ୍ଠକୁ ଝରି ଆସେ। ଏହି ଋତୁରେ ବେଲ, ଆମ୍ବ, ପଣସ, ସପୁରୀ ଆଦି ଫଳ ପାଚେ। ଲସି ସରବତ, ଥଣ୍ଡା ପାଣି ପିଇବାକୁ ସୁଖ ଲାଗେ। ପର୍ବପର୍ବାଣୀ, ଏହି ଋତୁରେ ପଣା ସଂକ୍ରାନ୍ତି, ରାମନବମୀ, ଚନ୍ଦନ ଯାତ୍ରା, ସାବିତ୍ରୀ ବ୍ରତ, ଅଶୋକାଷ୍ଟମୀ ଆଦି ପର୍ବ ପାଳିତ ହୁଏ। ପଣା ସଂକ୍ରାନ୍ତି ଦିନ ପଣା ପିଇଲେ କୌଣସି ରୋଗ ହୁଏ ନାହିଁ। ଶେଷରେ 3 ଦିନ ଧରି ରଜ ପର୍ବ ପାଳିତ ହୁଏ। ଶେଷ କଥା, ଖରାଦିନେ ଆମେ ବେଶୀ ସମୟ ବିଶ୍ରାମ କରୁ। ଗ୍ରୀଷ୍ମ ଋତୁ ଏକ ଦୁଃଖଦାୟକ ଋତୁ ହେଲେ ମଧ୍ୟ ବର୍ଷା ସୃଷ୍ଟି କରି ଆମର ବଡ଼ ଉପକାର କରିଥାଏ। ତେଣୁ ଗ୍ରୀଷ୍ମ ଋତୁ ମଧ୍ୟ ଜଗତର ବନ୍ଧୁ ଅଟେ। ଏ ରହିଲା ଗ୍ରୀଷ୍ମ ଋତୁ ପଞ୍ଚମ ଶ୍ରେଣୀ ପାଇଁ